ମୋ ନାଁ ବୃନ୍ଦାବନ ସିକଦାର, ଗ୍ରାମ ଗ୍ରାମ MV42 ମାଲକାନଗିରି। କ'ଣ ହେଇଛି ଆଜ୍ଞା? ଆଜ୍ଞା ଆମର ଯେଉଁ ଗାଁ ବନ୍ଧ ଆଗରେ ଭଲ ଥିଲା। 2023-24 ଆର୍ଥିକ ବର୍ଷରେ ସରକାରଙ୍କଠୁ ଗାଁର ବନ୍ଧକୁ ପୁନରୁଦ୍ଧାର କରିବା ପାଇଁ ଆର୍ଥିକ ସହାୟତା ଆସିଥିଲା। କେତେ ଟଙ୍କା ଆସିଛି କ'ଣ ଯେକୁ ପଚାରିଲେ ମଧ୍ୟ ଆମକୁ ୱାର୍କଆଉଟ ଦେଖାଉନାହାନ୍ତି କି କିଛି କହିନାହାନ୍ତି। ଯେଉଁ କାମ କରିଛି ତାଙ୍କେ ଏପର୍ଯ୍ୟନ୍ତ ଏତେ ଗାତ କରିଦେଇଛି ଯେ ଗୋଟେ ଗାଈ ପଶିକି ପାଣି ପିଇ ପାରୁନି କି ଗାଁ ଲୋକ ମଧ୍ୟ ମାନେ ଓହ୍ଲିକି ଗାଧୋଇ ପାରୁନାହିଁ। ଯେଉଁ ଗାଧୋଇବା ପାଇଁ ଯେଉଁ ସିঁଢ଼ି ମାନେ ପାହାଞ୍ଚ କରାହେଇଛି ସେଟା ବେଡ୍ ଲେଭେଲ ପର୍ଯ୍ୟନ୍ତ କରିବା କଥା, କିନ୍ତୁ ସେମାନେ ଅଧା କରିକି ଛାଡ଼ି ଦେଇଛି, ଯାହାକି ମାନେ 6 ମାସ ହେଇନାହିଁ ଏବେ ସେଟା ଭାଙ୍ଗି ପଡ଼ିଛି। ଆଉ ଗୋଟେ ପାହାଞ୍ଚକୁ ତ ପୁରୁଣା ପାହାଞ୍ଚକୁ ଅଳ୍ପ ଟିକେ ପ୍ଲାଷ୍ଟର କରିକି ମରାମତି କରିକି ଛାଡ଼ି ଦେଇଛି, ସେଟା ନୂଆ କରିକି ପ୍ରମାଣ କରିଦେଇଛି। ତାପରେ ଯେଉଁ ରାସ୍ତାରେ 6 ଇଞ୍ଚ ମେଟାଲ ପଡ଼ିବା କଥା ସେଠି ଇଞ୍ଚେ ମଧ୍ୟ ମେଟାଲ ପଡ଼ିନାହିଁ। ମାନେ ପୁରା ଖାଲି ମାଟି ଉପରେ ଆଉ ଥରେ ମେଟାଲ ନ ପକେଇକିରି ବାଲି ପକାଇବା କାମ ଚାଲିଛି। ମେଟାଲ ବିଲକୁଲ ପଡ଼ିନାହିଁ। ଆଉ ଯେଉଁ ସାଇଡ଼ରେ ମାନେ ଗାର୍ଡୱାଲ କରାହେଉଛି, ଇଟା ଯୋଡ଼ାଇ ହେଲା, ସେ ଇଟା ଯୋଡ଼େଇକି ଗଲା ପରେ ହିଁ ଏବେ ମାନେ 15 ଦିନ ହେଇନାହିଁ ପବନରେ ସେ ଯେଉଁ ମାନେ ପ୍ଲାଷ୍ଟର କରାହେଇଥିଲା, ମାନେ ସିମେଣ୍ଟ ଆଉ ବାଲି ମିଶା ହେଇଥିଲା, ସେଟା ପବନରେ ଉଡ଼ି ପଳାଉଛି। ଦିନେ ମଧ୍ୟ କ୍ୟୁରିଂ କରିନାହାନ୍ତି କି ତାଇରେ ମାନେ ଟିକେ ସିମେଣ୍ଟ ମଧ୍ୟ ଭଲ ଭାବରେ ପକାଇ ନାହାନ୍ତି, ଯାହାକି ମାନେ 15 ଦିନ ତଳେ ପ୍ଲାଷ୍ଟର କରିବାଟା ଏବେ ପବନରେ ଉଡ଼ିକି ପଳାଇ ଯାଉଛି, ଇଟାର ଜଏଣ୍ଟ ସଡ଼ି ଯାଉଛି। ଏଇଟା ଏ ବିଷୟରେ ଆମେ ଗତ 29/5/2026 ମ୍ୟୁନିସିପାଲିଟିର ଆମର ମାନେ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଥିଲୁ। ଆଜି 12 ଦିନ ହେଲାଣି ଏ ସୁଦ୍ଧା ସେମାନେ କିଛି ପଦକ୍ଷେପ ଏ ବିଷୟରେ ନେଇନାହାନ୍ତି। ସେଥିପାଇଁ ଆମେ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କୁ ଡାଇରେକ୍ଟ ଆମେ ଗାଁ ଲୋକ ସମସ୍ତେ ମିଶିକି ଭେଟିଲୁ, ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଲୁ। ଆଉ ଏ ଯେଉଁ କାମ କେତେ ଦୂର କ'ଣ ହେଲା ସେଟା ଆମେ ଜାଣିବା ପାଇଁ ଗାଁ ଲୋକ ମିଶିକି ମାନେ ଗୋଟେ ମଟର ସାହାଯ୍ୟରେ ପାଣି କମାଇବା ପାଇଁ ଚେଷ୍ଟା କରୁଥିଲୁ, ଯାହାକି ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ଆନନ୍ଦ ମାଲ ସେହି ମଟରଟି ଆମ ଗାଁ ଲୋକକୁ କାହାକୁ କିଛି ନ ପଚାରିକି ମଟରଟା ଧରିକି ପଳାଇଲେ, ଯାହାକି ଯେଥିପାଇଁ ମାନେ ଆମେ ଯେମିତି କାମର ଦୁର୍ନୀତି କେତେ ଦୂର କ'ଣ ହେଲା ସେଟା ସଠିକ୍ ଭାବରେ ଜାଣି ନ ପାରୁ, ସେଥିପାଇଁ ସେ ମଟରଟି ମଧ୍ୟ ଧରିକି ପଳାଇଲେ।